ମାଛ ନାହାନ୍ତି, ପୁରା ଖାଲି ବେକାର ଆସିଲି। ମୁଁ ଭାବୁଥିଲି ସକାଳୁ କିଛି ଲାଗିଥିବେ କିନ୍ତୁ ଲାଗିଲେ ନାହିଁ, ବେକାର ଲସ୍ ହେଇଗଲା ଆଜି ଆଉ। ପୁଣିଆରେ କିଛି ବି ନାହିଁ, କିଛି ତ ରହିଥାନ୍ତେ ନା, କିଛି ବି ମାନେ ଟୋଟାଲି ଗୋଟେ ବି ନାହିଁ ଲାଗିଲାଗି। ଏବେ ମାନେ ଥଣ୍ଡା ପଡ଼ୁଛି, ମାନେ ଚେଙ୍ଗ ମାଛ ଗୁଡ଼ା ପଡ଼ିବା କଥା, ଚେଙ୍ଗ ମାଛ ବି ଗୋଟେ ବି ନାହିଁ। ସେଇ ଚେଙ୍ଗ ମାଛ ପଡ଼ିବ ବୋଲି ମୁଁ ତାକୁ ମଶାରି ଲଗେଇକି ତାକୁ ଇଏ କରିକି ବସେଇଥିଲି ଭଲସେ। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରିଛି ଆଉ ଏକ ନୂଆ ଫ୍ରେଶ୍ ବ୍ଲଗ୍ରେ। ବର୍ତ୍ତମାନ ମୁଁ ନଦୀକୁ ଯାଉଛି। ସେପଟରେ ମୁଁ ବିଲରେ କହଣିଆ ବସେଇଛି। ଦେଖିବା ମାଛ ଲାଗିଛନ୍ତି କି ନାହିଁ, ଦେଖିବା ମାଛ କେତେ ଲାଗିଛନ୍ତି ଆଉ ଲାଗିନାହାନ୍ତି। ଆମର ଏପଟେ ପ୍ରବଳ ଥଣ୍ଡା ଲାଗୁଛି, ମାନେ ରାତିରେ ଆଉ ଶୋଇ ହେଉନି, ମାନେ ବହୁତ ଥଣ୍ଡା ଲାଗୁଛି। ବର୍ତ୍ତମାନ ସକାଳ 7ଟା ହେଲାଣି, ଦେଖୁନାହାନ୍ତି ପୁରା କୁହୁଡ଼ି କୁହୁଡ଼ି କରିଛି, ମାନେ କିଛି ମାନେ ଏତେ ଭଲସେ ଦେଖାଯାଉନି। କୁହୁଡ଼ି କୁହୁଡ଼ି ପୁରା କରିଛି ଏବେ ବି, ମାନେ ସେଥିପାଇଁ ମାନେ କୁହୁଡ଼ି ଯେତେ ପର୍ଯ୍ୟନ୍ତ ରହୁଛି, ମାନେ ସେତେ ପର୍ଯ୍ୟନ୍ତ ମାନେ ଥଣ୍ଡାଟା ବି ରହୁଛି। ଖରାଟା ଯଦି ପଡ଼ନ୍ତା ଏତେ ମାନେ ଜଣାପଡ଼ନ୍ତା ନାହିଁ। ଏ ବସେଇଛି କହଣିଆ ଛୋଟ, ଦେଖିବା ଲାଗିଛନ୍ତି କି ନାହିଁ। କାଲି ଯେତେବେଳେ ଆସିଥିଲି ଅଳ୍ପ କିଛି ଲାଗିଥିଲେ। ଏପଟେ ଦେଖିପାରୁଥିବେ ଟିକେ ଖାଲି ଭାଙ୍ଗି ଭଙ୍ଗା ଯାଇଛି, ତାକୁ ମଶାରି ଦେଇକି ମାନେ ପୁରା ଗୁଡ଼େଇ ଗୁଡ଼ା ଦେଇଛି ଆଉ। କାଲି ଲାଗିଥିଲେ 4-5ଟା, ସେମାନଙ୍କୁ ଛାଡ଼ିଦେଲି ଆଉ ରଖିଲି ନାହିଁ। ମାଛ ନାହାନ୍ତି, ପୁରା ଖାଲି ବେକାର ଆସିଲି। ମୁଁ ଭାବୁଥିଲି ସକାଳୁ କିଛି ଲାଗିଥିବେ କିନ୍ତୁ ଲାଗିଲେ ନାହିଁ, ବେକାର ଲସ୍ ହେଇଗଲା ଆଜି ଆଉ। ପୁଣିଆରେ କିଛି ବି ନାହିଁ, କିଛି ତ ରହିଥାନ୍ତେ ନା, କିଛି ବି ମାନେ ଟୋଟାଲି ଗୋଟେ ବି ନାହିଁ ଲାଗିଲାଗି। ଏବେ ମାନେ ଥଣ୍ଡା ପଡ଼ୁଛି, ମାନେ ଚେଙ୍ଗ ମାଛ ଗୁଡ଼ା ପଡ଼ିବା କଥା, ଚେଙ୍ଗ ମାଛ ବି ଗୋଟେ ବି ନାହିଁ। ସେଇ ଚେଙ୍ଗ ମାଛ ପଡ଼ିବ ବୋଲି ମୁଁ ତାକୁ ମଶାରି ଲଗେଇକି ତାକୁ ଇଏ କରିକି ବସେଇଥିଲି ଭଲସେ, କିଛି ଲାଗିଲେ ନାହିଁ। ମାଛ ବୋଧେ କମି ଆସିଲେଣି, ମୋତେ ସେଇଥିପାଇଁ ଲାଗୁନାହାନ୍ତି ଆଉ। ଠିକ୍ ଅଛି, ବସେଇଦବା ଆଉ। ଲାଗିଲେ କେତେ ନ ଲାଗିଲେ କେତେ, ଆଉ କ'ଣ କରିବା। ମାଛ ତ ଲାଗିଲେ ନାହିଁ, ଆଉ କ'ଣ କରିବା ଏବେ। ଏବେ ଗୋଟେ କରଞ୍ଜ କାଠି ଭାଙ୍ଗିବା, ଭାଙ୍ଗିକି ଦାନ୍ତ ଘଷିବା, ତାପରେ ଯିବା ଆଉ। ନଦୀରୁ ପୁରା ଧୋଇ ଧୁଆଇକି ପଳେଇ ଆସିଲି। ବର୍ତ୍ତମାନ ମାଛ ତ ଲାଗିଲେ ନାହିଁ। ଏବେ ଜଙ୍ଗଲକୁ ଯିବା କୁର୍କୁଟି ଝାଡ଼ିବା ପାଇଁ, ଦେଖିବା ଯାଉଛି କି ନାହିଁ। ଯଦି ଯିବି ଭିଡ଼ିଓ ମାଧ୍ୟମରେ ଦେଖେଇବି, ଯଦି ଯିବି ନାହିଁ, ଯଦି ଅଲଗା କିଛି କାମ ପଡ଼ିଲା ତ ଯାଇ ହେବ ନାହିଁ ଆଉ। ବର୍ତ୍ତମାନ ଖରା ହେଉଛି ଟିକେ ଟିକେ, ବାହାରେ ବସିଛୁ ଆମେ। ଦେଖୁଥିବେ ପୁରା ଏପଟେ ସାମ୍ନା ଆଡ଼େ ଦେଖିପାରୁଥିବେ, କେମିତି ଧାନ ଗୁଡ଼ା ଆମର ମାନେ ହେଇନି ଏପର୍ଯ୍ୟନ୍ତ। ଆଉ 15 ଦିନ କି 15 ଦିନ ଭିତରେ ହେଇଯିବ ପୁରା ଧାନ। ଏଗୁଡ଼ା ସବୁ ଧାନ ଆଉ। ଏଠି ଦେଖିଥିବ ଆମର କେତେ କୁକୁଡ଼ା ଅଛନ୍ତି। ପୁରା ରଖିଛୁ ବଡ଼ ବଡ଼ କୁକୁଡ଼ା, ପୁରା ଗଞ୍ଜା ପୁରା ବଡ଼ ବଡ଼। ଶଙ୍କର, ଜଙ୍ଗଲ ଯିବା। ଶଙ୍କର, ଜଙ୍ଗଲ ଯିବା ନା। ଆସିଗଲା ଆମର ଡଗି, ପୁରା ଡଗି ଆ ଲାଞ୍ଜ ହଲେଇ ହଲେଇ ଆସିଛି ପୁରା ଆଉ। ଡଗି, ତା ନାଁଟା ଫେଭରାଇଟ୍। ଜଙ୍ଗଲ ଯିବା, ଜଙ୍ଗଲ ଯିବା ନା। ଆମ ସ୍କୁଲ ଛୁଆ ଦେଖ, ତାକୁ ସପ ଆଣିବା ପାଇଁ କହିଲି, ସିଏ ପୁରା ଇଆଡ଼େ ସିଆଡ଼େ ବୁଲୁଛି। ଶୀଘ୍ର ଖାତା ଗୁଡ଼ା ଆଣିକିରି ଆସିବୁ ଯେ। ଆଉ ବୁଲୁଛି ପୁରା, ପାଠ ପଢ଼ିବାକୁ କହିଲେ ତାକୁ ଇଆଡ଼େ ସିଆଡ଼େ ହେଉଛି ଖାଲି ସବୁବେଳେ। କାଲି ଟିକେ ମାଡ଼ ଖାଇଛି, ଆଜି ଆଉ ବସିବା ପାଇଁ ଇଚ୍ଛା ହେଉନି ନା। ତାର ପାଠ ପଢ଼ା ଷ୍ଟାର୍ଟ ହେବ, ଆରମ୍ଭ କରାଯିବ ଏଇନା। କ'ଣ ଲେଖିବୁ ନା? ଯାହା ନାହିଁ, ଗଣିତ ବହିଟା ବାହାର। ଆଁ ହଉ, ବର୍ତ୍ତମାନ ଯାଉଛୁ ଗାଧୋଇବା ପାଇଁ। ଗାଧୋଇକି ଫ୍ରେଶ୍ ଫ୍ରାସ୍ ହେଇଗଲା ପରେ ଦେଖିବା, ଆମେ ସୁଭଦ୍ରା ଯୋଜନା ଆପ୍ଲାଏ କରିବା ପାଇଁ ଯିବୁ। ତ ଆପ୍ଲାଏ କରିନଥିଲୁ, ଏବେ ଆପ୍ଲାଏ କରିବୁ। କାଲି ଆମେ ଯାଇଥିଲୁ କିନ୍ତୁ କାଲି ହେଇପାରିଲା ନାହିଁ। ଯଦି ଆଜି ହେଇଯିବ ତ ଭଲ କଥା। ଗତକାଲି କହୁଥିଲେ ଆମକୁ 4ଟା ବେଳେ ଆସିବା ପାଇଁ, କିନ୍ତୁ ଆମେ ଗଲୁ ନାହିଁ। ସନ୍ଧ୍ୟା ହେଇଗଲାଣି, ଥଣ୍ଡା ପ୍ରବଳ ଲାଗୁଥିଲା, ସେଥିପାଇଁ ଯାଇନଥିଲୁ। ତୋର ଆଜି ଯିବୁ, ଯଦି ହେଇଗଲା ତ ଆପ୍ଲାଏ କରିଦେବୁ, ଦେଖିବା। ଗାଧୋଉଛି ଥଣ୍ଡା ପାଣିରେ। କେମିତି ଲାଗୁଛି ଥଣ୍ଡା ପାଣି? ବହୁତ ବଢ଼ିଆ ଲାଗୁଛି। ତ ସକାଳୁ ସକାଳୁ ଆପଣମାନେ ବି ଗାଧନ୍ତୁ, ବହୁତ ବଢ଼ିଆ ଲାଗିବ ଥଣ୍ଡା ପାଣିରେ। ଦେଖିଥିବେ ଛୁଆ ପୁରା ଆମର ସାବୁନ ଫାବୁନ ଲଗେଇକି ପୁରା
ଚିକନ ଚିକନ ଗାଧୋଉଛି ଆସୁନଥିଲା ତାର ମା ସାଙ୍ଗରେ ଆସିବେ କହୁଥିଲା ମୁଁ ତାକୁ ଜବରଦସ୍ତି ଆଣିଛି ତ ଗାଧୋଉଛି ନିଜେ ଆଉ ହଉ ଗାଧୋଇଲା ପରେ ଦେଖାହେବା ଆଉ ଥରେ ବର୍ତ୍ତମାନ ଗାଧେଇକିନା ପୁରା ପଳେଇ ଆସିଲେଣି ତ ସକାଳୁ ସକାଳୁ ଗାଧୋଇବା ବହୁତ ଫ୍ରେଶ୍ ଲାଗେ ସେଥିପାଇଁ ମୁଁ ସକାଳୁ ସକାଳୁ ଗାଧୋଇ ଦେଇଛି ବହୁତ ହି ବଢ଼ିଆ ଲାଗୁଛି ଏବେ ବର୍ତ୍ତମାନ ଆମେ ସୁଭଦ୍ରା ଆପ୍ଲାଏ ପାଇଁ ଯାଉଛୁ ଦେଖିବା ପହଞ୍ଚିଲେ ଜଣାପଡ଼ିବ ହେଉଛି କି ନାହିଁ ଆମେ ତ ସୋମବାର ଦିନଠୁ ଯାଇ ଆଜି ଶନିବାର ହେଲାନି ଆପ୍ଲାଏ ହେଉଛି କି ନାହିଁ ଦେଖିବା ସୁଭଦ୍ରା ଆପ୍ଲାଏ ପାଇଁ ଯାଇଥିଲୁ ତ ସକ୍ସେସ୍ ହେଲା ଆଜି ଯାଇ ମାନେ ପୁରା କାମ କମ୍ପ୍ଲିଟ୍ ହେଲା ନହେଲେ ଯେଉଁ ଏତିକି ଦିନ ଯାଉଥିଲୁ ଖାଲି ଯାଉଥିଲୁ ଆସୁଥିଲୁ କିଛି କାମ ହେଉନଥିଲା ତ ଆଜି ଯାଇ ହେଇଯାଇଛି କେମିତି ଅଛୁ କେତେ ଖୁସି ତ ଟଙ୍କା ମିଳିଲେ ଖୁସି ଟଙ୍କା ମିଳିଲେ ଯାଇକି ଖୁସି ଏବେ ତ ଖାଲି ଆପ୍ଲାଏ ହେଇଛି ଟଙ୍କାଟା ମିଳିଲେ ଖୁସି ହେବ ଆଉ